ଏଟା ପ୍ରାୟ ସକାଳଠାରୁ ନିଆଁ ଲାଗିଛି। ଆମ ନନିଆମୁଣ୍ଡା ଗୋବିନ୍ଦପୁର କହନ୍ତି, କୁଚିଣ୍ଡା ସବ୍ ଡିଭିଜନ ଅଣ୍ଡରରେ ଆସେ। ଆମେ ଖବର ପାଇକି ଆସିଲୁ। ଏଠି ଗୋଟେ କୋଲ୍ଡ ଷ୍ଟୋରେଜ୍ ରହିଛି, ଯେଉଁଥିରେ କଞ୍ଚାମାଲ ବହୁତ ରହିଛି। କଞ୍ଚାମାଲ କହିଲେ ଆମର ଶୁଖିଲା ଲଙ୍କା ରହିଛି, ଆମ୍ବ ତୁଟା ରହିଛି, ମହୁଲ ରହିଛି, ତେନ୍ତୁଲି ରହିଛି, ଯଦ୍ୱାରା କି ପୋଡ଼ିକି ସେଥିରେ ଟକ୍ସିକ୍ ଗ୍ୟାସ୍ ବାହାରୁଛି, ଯଦ୍ୱାରା କି ଆମ ନିଆଁ ଲିଭାଇବା ପାଇଁ ଆମକୁ ବିଳମ୍ବ ହେଉଛି। ଆଉ ତାର ନିଆଁ ଲିଭାଇବାର ବିଳମ୍ବ କାରଣ କ'ଣ? ଆମର ଯେଉଁ MFI ଗାଡ଼ିରେ ପାଣି ଥିଲା ସେଟା ଆମେ ବ୍ୟବହାର କଲୁ। ନିକଟସ୍ଥ ଗୋଟେ ଭାଟରେ ପାଣି 2ଟା ପମ୍ପ ଲାଗିଛି। ଆମର 3ଟି ୟୁନିଟ୍ ନିଆଁ ଲିଭା କାମରେ ନିୟୋଜିତ ଅଛୁ। ଗୋଟେ ହେଉଛି ଗୋବିନ୍ଦପୁର, ଲଇକିରା ଏବଂ କିରମିରା। ପ୍ରାୟ ଆମର 10ଟି ନଜଲରେ କାମ ନିଆଁ ଲିଭା କାର୍ଯ୍ୟ ଚାଲିଛି। ତ ସକାଳୁ ଖବର ପାଇଲୁ ଏମିତି ନିଆଁ ଲାଗିଲା ବୋଲି ଆସିଲୁ, ଦେଖୁଛୁ ପୁରା ଜଙ୍ଗଲ ଉଙ୍ଗଲ ଡାକିକିନା କଣ୍ଟ୍ରୋଲ କରବାକେ ଚେଷ୍ଟା କଲୁ, କିନ୍ତୁ ନାଇଁ ତ ହେଇପାରିଲା। ପୁରା ନଷ୍ଟ ହେଇଯାଇଛି, ପୁରା କୋଲ୍ଡ ଷ୍ଟୋର ସାଙ୍ଗରେ ମାଲ ସବୁ ଉଡ଼ିଗଲା।